ବନ୍ଧୁଗଣ, ମୁଁ ଆଜି ଆପଣଙ୍କୁ ଆଉ ଏକ ସୁନ୍ଦର ଶ୍ଲୋକ କହିବାକୁ ଯାଉଛି। ତାହା ମନୋଯୋଗ ପୂର୍ବକ ଆପଣ ଶୁଣନ୍ତୁ। ଆଜି ଏ ସଂସାରରେ ବିପଦଗାମୀ ଜନମାନସ କିପରି ଭାବରେ ଯେ ସଂସାରରେ ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ମାନେ ମାତିଛନ୍ତି ଏବଂ କୁକାର୍ଯ୍ୟ ଦ୍ୱାରା ସଂସାରରେ ବହୁତ କିଛି ଅନ୍ୟାୟ ଅତ୍ୟାଚାର ମଧ୍ୟ କରୁଛନ୍ତି ଏବଂ ତାଙ୍କର ଆୟଠାରୁ ବହୁ ପରିମାଣରେ ଟଙ୍କା ଠୁଳ କରି ନିଜକୁ ବଡ଼ ବାବୁ ବୋଲି ସମାଜରେ ପରିଚିତ କରାଉଛନ୍ତି। ଜଣେ ବ୍ୟକ୍ତି ଯଦି ଏ ସଂସାରରୁ ଦୁର୍ନୀତି କରିବାକୁ ଆରମ୍ଭ କରେ ତାହେଲେ ସେ ବହୁ ପରିମାଣରେ ଦୁର୍ନୀତି କରିପାରେ ଏବଂ ତାହା ସେ ନିଜ ଇଚ୍ଛାରେ ନିଜର ପରିବାରକୁ ଅତି ସୁଚାରୁ ରୂପେ ଅତି ସୁନ୍ଦର ଭାବରେ ଚଳାଉଥାଏ। ତେଣୁ ଆଉ ବହୁ କିଛି ଲୋକ ଦୁନିଆରେ ଅଛନ୍ତି, ଏ ସାରା ସଂସାରକୁ ନିଜର ସଂସାର ବୋଲି ଭାବି ଦୁନିଆରେ ଚଳିଥାନ୍ତି ଏବଂ ସମସ୍ତଙ୍କୁ ନିଜର ବୋଲି ଭାବି କାର୍ଯ୍ୟ କରିଥାନ୍ତି। ସେହିପରି ଏକ ସୁନ୍ଦର ଶ୍ଲୋକ ମୁଁ ଆପଣମାନଙ୍କୁ ଆଜି କହିବାକୁ ଯାଉଛି। ଯେଉଁ ଶ୍ଲୋକଟି ଏ ସଂସାରରେ ଦୁଇ ପ୍ରକାର ଲୋକଙ୍କ କଥା ମୁଁ କହିବି। ଜଣେ ଲୋକ ହେଲା ଏ ସଂସାରରେ ନିଜକୁ ନିଜର ସବୁକିଛି, ନିଜ ପରିବାରକୁ ଏବଂ ନିଜର ସଂସାରକୁ ସେ ନିଜର ପରିବାରକୁ ଏବଂ ନିଜର ସଂସାରକୁ ଭଲ ଭାବରେ ପରିଚାଳିତ କରିବା ପାଇଁ ଯେନେ ତେନେ ପ୍ରକାରରେ ବାଇହୁକ ରୂପ ସେ ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ହୋଇଥାଏ। ଆଉ ଜଣେ ଅଛନ୍ତି ଯେ ସଂସାରର ସମସ୍ତ ଦୁଃଖ କଷ୍ଟ ସହି ସମସ୍ତଙ୍କର ଦୁଃଖ ଦୂର କରିବା ପାଇଁ ଲାଗିଥାନ୍ତି। ସେହିପରି ଆଜି ଗୋଟିଏ ସୁନ୍ଦର ଶ୍ଲୋକ ମୁଁ ଆପଣମାନଙ୍କୁ କହିବି, ମନୋଯୋଗ ପୂର୍ବକ ଶୁଣିବେ ଏବଂ ଯଦି ଶ୍ଲୋକଟି ଭଲ ଲାଗେ ତାକୁ ଲାଇକ୍ ଏବଂ ସେୟାର କରିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିବେ। ତାହା ମୁଁ ବର୍ତ୍ତମାନ ଆପଣଙ୍କୁ କହିବାକୁ ଯାଉଛି, ମନୋଯୋଗ ପୂର୍ବକ ଶୁଣନ୍ତୁ। ଶାନ୍ତାକାରଗଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନସଦୃଶଂ ಮೇಘವರ್ಣಂ ಶುಭಾಂಗಂ ಲಕ್ಷ್ಮೀಕಾಂತಂ ಕಮಲನಯನಂ ಯೋಗಿರಿವಿಧ್ಯಾನಗಮ್ಯಂ ವಂದೇ ವಿಷ್ಣುಂ ಭವವರವೈ ಸರ್ವಲೋಕೈಕನಾಥ। ଅୟଂ ନିଜ ପର୍ବ ବେତି ଗଣନା ଲଘୁଚେତସାମ ଉଦାର ଚରିତାନନ୍ତ ବସୁଧୈବ କୁଟୁମ୍ବକ। ମୁଁ ଆପଣଙ୍କୁ କହିଛି ଏ ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି। ଗୋଟିଏ ହେଉଛି ନିଜକୁ ଭଲ ପାଉଥିବା ଲୋକ, ନିଜ ପରିବାରକୁ ଭଲ ପାଉଥିବା ଲୋକ। ଆଉ ଜଣେ ଅଛି ଯେ ସଂସାରକୁ ଭଲ ପାଉଥିବା ଲୋକ। ସେ ସବୁ ଅୟଂ ନିଜ ପର୍ବ ବେତି ଗଣନା ଲଘୁଚେତସାମ, ଇଏ ମୋର ସିଏ ତାର, ଏପରି ଭାବରେ ନିଚମନା ଲୋକମାନେ ଏ ସଂସାରରେ ଗଣନା କରିଥାନ୍ତି। ନିଚମନା ଲୋକମାନଙ୍କର ସ୍ୱଭାବ ଯାହା କିଛି ସେ କରିବେ ତା ନିଜର, ନିଜ ପରିବାରର, ନିଜ ପିଲାଛୁଆଙ୍କର ଏବଂ ଏହି ଇଚ୍ଛା ଶକ୍ତିରେ ସେ ସବୁକିଛି କାର୍ଯ୍ୟ କରିଥାନ୍ତି। ଉଦାର ଚରିତାନନ୍ତୁ ବସୁଧୈବ କୁଟୁମ୍ବକମ୍, ଉଦାରବାନ ଲୋକମାନେ ଏ ସାରା ଦୁନିଆକୁ ନିଜର ପରିବାର ବୋଲି ମନେ କରିଥାନ୍ତି। ଉଦାହରଣ ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁ, ସୁଭାଷ ଚନ୍ଦ୍ର, ବିବେକାନନ୍ଦ, ଇଏ ସାରା ସଂସାର ପାଇଁ ଚିନ୍ତିତ ଥିଲେ। ଏକଦା ଗୋପବନ୍ଧୁ ଦାସ ନିଜର ସନ୍ତାନକୁ ତ୍ୟାଗ କରି, ନିଜର ସନ୍ତାନକୁ ଛାଡ଼ି ମୃତ୍ୟୁ ମୁଖରେ ପଡ଼ିଥିବା ସନ୍ତାନକୁ ଛାଡ଼ି ଶହ ଶହ ସନ୍ତାନଙ୍କର ଆରୋଗ୍ୟ ନିମିତ୍ତ ଚିନ୍ତା କରିଥିଲେ ଏବଂ ସେ ଗଲେ, ଘରୁ ଛାଡ଼ି ଚାଲିଗଲେ ଏବଂ ଅନ୍ୟମାନଙ୍କର ସେବା କଲେ, ସେମାନଙ୍କୁ ବଞ୍ଚାଇଲେ। କିନ୍ତୁ ଘରକୁ ଫେରିଲା ବେଳକୁ ନିଜର ସନ୍ତାନଟି ମୃତ୍ୟୁ ମୁଖରେ ପଡ଼ିଯାଇଛି ଏବଂ ମୃତ୍ୟୁ ତାକୁ ଧାମରୁ ଜମାଳୟକୁ ନେଇଯାଇଛି। ତେଣୁ ଆପଣ ଚିନ୍ତା କରନ୍ତୁ, ଏ ସଂସାରରେ ଏହି ପ୍ରକାର ଲୋକ ଦୁନିଆରେ ଅଛନ୍ତି। ଦଳେ ଲୋକ ନିଜର ପରିବାର କଥା ଚିନ୍ତା କରୁଥିବା ସ୍ଥଳେ, ନିଜର ପିଲାଛୁଆଙ୍କ କଥା ଚିନ୍ତା କରୁଥିବା ସ୍ଥଳେ, ଆଉ ଦଳେ ଲୋକ ଅଛନ୍ତି ଯେ ସମସ୍ତଙ୍କୁ
ନିଜର କରି ଚଳିଥାନ୍ତି। ତେଣୁ ଏଇ ଯେଉଁ ଶ୍ଲୋକଟି ମୁଁ ଆପଣମାନଙ୍କୁ ଆଜି କହିଲି, ସେ ଶ୍ଲୋକଟିକୁ ଆମର ପୁସ୍ତକରେ ରଚନା କରାଯାଇଛି। ତାକୁ ପିଲାମାନେ ପଢ଼ୁଛନ୍ତି, ପରୀକ୍ଷାରେ ଲେଖୁଛନ୍ତି ଏବଂ ନମ୍ବର ରଖିବା ପାଇଁ କେବଳ ପଢ଼ୁଛନ୍ତି, ପାସ୍ କରିବା ପାଇଁ ପଢ଼ୁଛନ୍ତି। କିନ୍ତୁ ମହାମନୀଷୀମାନେ ଏଇ ଯେଉଁ ଶ୍ଲୋକଟି ରଚନା କରିଛନ୍ତି, ସେ ଶ୍ଲୋକଟି ହେଲା ଯେ ଜୀବନ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ। ଜୀବନ କ୍ଷେତ୍ରରେ ପ୍ରୟୋଗ କରି ଆମେ ଯଦି ଜୀବନ କ୍ଷେତ୍ରରେ ଏ ଶ୍ଲୋକଟିକୁ ପାଠ କରି ପ୍ରୟୋଗ କରନ୍ତେ, ତାହେଲେ ଆମେ ଦୁନିଆରେ ଜଣେ ଜଣେ ମହାମାନବ ଭାବରେ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି, ଉତ୍ତମ ବ୍ୟକ୍ତି ଭାବରେ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି। ତେଣୁ ବନ୍ଧୁଗଣ, ଆପଣ ମନୋଯୋଗପୂର୍ବକ ଏହି ଶ୍ଲୋକଟିକୁ ଗ୍ରହଣ କରିବେ ଏବଂ ତାକୁ ଜୀବନ କ୍ଷେତ୍ରରେ ପ୍ରୟୋଗ କଲେ ସଂସାରର କିଛି ଉପକାର ସାଧିତ ହେବ। ତେଣୁ ଯଦି ଏ ଶ୍ଲୋକଟି ଆପଣଙ୍କୁ ଭଲ ଲାଗିଥାଏ, ତାହା ଆପଣ ସେୟାର କରିବାକୁ, ସବସ୍କ୍ରାଇବ୍ କରିବାକୁ ଏବଂ ଲାଇକ୍ କରିବାକୁ କେବେ ହେଲେ ଭୁଲିବେନି। ଜୟ ହିନ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।